ଥରେ ଭାବନ୍ତୁ ଯଦି ଆପଣଙ୍କୁ ଜମାରୁ ପାଣି ହିଁ ମିଳିବ ନାହିଁ ତାହେଲେ ଆପଣଙ୍କର ଅବସ୍ଥା କ'ଣ ହେବ? ଆପଣ କେତେ ଦିନ ବଞ୍ଚିପାରିବେ? ଗୋଟେ ଦିନ, 2 ଦିନ ନା କେତେ ଦିନ? କ'ଣ ପ୍ରକୃତରେ ବିନା ପାଣିରେ ମନୁଷ୍ୟ ବଞ୍ଚି ରହିବା ସମ୍ଭବ? ତେବେ ଆସନ୍ତୁ ଆଜିର ଏହି ସୁନ୍ଦର ଭିଡ଼ିଓ ମାଧ୍ୟମରେ ଏହାର ବିଷୟକୁ ଭଲ ଭାବରେ ବୁଝିବା ଏବଂ ନିଜ କାମରେ ଲଗାଇବା। ଦେଖନ୍ତୁ, ଏହାକୁ ଆମେ ସମସ୍ତେ ଜାଣିଛନ୍ତି ଯେ ଜଳ ହିଁ ଜୀବନ। ଜଳ ବିନା ଜୀବନ ବଞ୍ଚିବା ସମ୍ଭବ ନୁହେଁ। ତେଣୁ ଜଳ ଆମ ସମସ୍ତଙ୍କ ପାଇଁ ନିହାତି ଭାବରେ ଆବଶ୍ୟକ, କାରଣ ଆମ ଶରୀର ପାଖାପାଖି 60% ଜଳରୁ ହିଁ ତିଆରି ଏବଂ ଶରୀରରେ ଥିବା ରକ୍ତ, ସେଲ୍ସ, ଡାଇଜେଷ୍ଟିଭ୍ ଜୁସ୍ ଏବଂ ୟୁରିନ୍ ଏସବୁ କିଛି ପାଣିରୁ ହିଁ ତିଆରି କିମ୍ବା ଏହା ପାଣି ଦ୍ୱାରା ହିଁ ନିଜର କାମ କରିଥାଏ। ଏବଂ ଏହା ସହିତ ଆମ ଶରୀର ଭିତରେ ଥିବା ପ୍ରତ୍ୟେକ ଅର୍ଗାନ ଯେମିତିକି ଆମର ବ୍ରେନ୍, ହାର୍ଟ, ଲିଭର ଏବଂ କିଡନୀ ଏ ସମସ୍ତକୁ କାର୍ଯ୍ୟ କରିବା ପାଇଁ ମଧ୍ୟ ଜଳ ନିହାତି ଭାବରେ ଆବଶ୍ୟକ ହୋଇଥାଏ। ତେଣୁ ଜଳ ଏମିତି ଏକ ଜିନିଷ ଯାହା ବିନା ମନୁଷ୍ୟ ଶରୀର ରହିବା ସମ୍ଭବ ନୁହେଁ। ଆଉ ଜଳର କମ୍ ପ୍ରଭାବରେ ଆମ ଶରୀରରେ ଅନେକ ପ୍ରକାର ସମସ୍ୟା ଦେଖାଯାଇଥାଏ, ଯେମିତିକି ଡିହାଇଡ୍ରେସନ୍ ହେବା। ଆଉ ଏହାଦ୍ୱାରା ଆମକୁ ଅଳ୍ପ ସମୟ କାମ କରିବା ପରେ ବହୁତ ହାଲିଆ ଲାଗିଥାଏ, ମୁଣ୍ଡ ବୁଲାଇଥାଏ, ମୁଣ୍ଡ ବିନ୍ଧିଥାଏ ଏବଂ ବେଳେବେଳେ ଆମ ପିସାବ ହଳଦିଆ ମଧ୍ୟ ହୋଇଥାଏ। ଏହିଭଳି ଅନେକ ସମସ୍ୟା ଦେଖାଯାଇଥାଏ। ଆଉ ସ୍କିନ୍ ପ୍ରୋବ୍ଲେମ୍ସ ମଧ୍ୟ ଦେଖିବାକୁ ମିଳିଥାଏ ଜଳର କମ୍ ପ୍ରଭାବରେ। ଆମ ମୁହଁର ତ୍ୱଚା ଶୁଖି ଯାଇଥାଏ, ଗ୍ଲୋ ହେବା କମ୍ ହୋଇଯାଇଥାଏ ଏବଂ ପିମ୍ପଲ୍ସ ହେବାର ମଧ୍ୟ ବହୁତ ଆଶଙ୍କା ରହିଥାଏ। ଆଉ ଜଳର ମାତ୍ରା କମ୍ ହେବା ଦ୍ୱାରା ଡାଇଜେଷ୍ଟିଭ୍ ପ୍ରୋବ୍ଲେମ୍ସ ମଧ୍ୟ ଦେଖିବାକୁ ମିଳିଥାଏ, କାରଣ ଆମ ଖାଦ୍ୟକୁ ଜଳ ହିଁ ହଜମ କରିବାରେ ସାହାଯ୍ୟ କରିଥାଏ। ଆଉ ଯଦି ଜଳର ମାତ୍ରା କମ୍ ହୁଏ ତାହେଲେ ଆମ ଖାଦ୍ୟ ହଜମ ପ୍ରକ୍ରିୟାରେ ବହୁତ ବଡ଼ ସମସ୍ୟା ଦେଖାଯାଇଥାଏ। ଆଉ କିଡନୀ ପ୍ରୋବ୍ଲେମ୍ସ ମଧ୍ୟ ହେବାର ଆଶଙ୍କା ରହିଥାଏ, କାରଣ ଜଳର କମ୍ ମାତ୍ରାରେ କିଡନୀ ଉପରେ ତାହା ପ୍ରେସର ପକାଇଥାଏ, ଯାହା ଫଳରେ କିଡନୀ ଷ୍ଟୋନ୍ ମଧ୍ୟ ହୋଇପାରେ। ଏବଂ ଜଳ କମ୍ ହେବା ଦ୍ୱାରା ଆମ ବଡି ଟେମ୍ପରେଚରର କଣ୍ଟ୍ରୋଲ ମଧ୍ୟ ବିଗିଡ଼ି ଯାଇଥାଏ, କାରଣ ଏହାଦ୍ୱାରା ଆମ ଶରୀର ପାଇଁ ତାପମାନକୁ ରେଗୁଲେଟ୍ କରିବା କଷ୍ଟ ହୋଇପଡ଼ିଥାଏ ଏବଂ ଶେଷରେ ଏନର୍ଜି ଲେଭଲ୍ସ ମଧ୍ୟ ଡାଉନ୍ ହେବାରେ ଲାଗିଥାଏ ଜଳର କମ୍ ପ୍ରଭାବରେ। ଆଉ ଏହାଦ୍ୱାରା ଆମକୁ ଥକା ଥକା ଅନୁଭବ ହୋଇଥାଏ ଏବଂ କୌଣସି ଗୋଟିଏ ସ୍ଥାନରେ ଧ୍ୟାନ ଲଗାଇ ରଖିବା ଆମ ପାଇଁ ବହୁତ କଷ୍ଟ ହୋଇଥାଏ। ଏଭଳି ଅନେକ ସମସ୍ୟା ଦେଖିବାକୁ ମିଳିଥାଏ ଜଳର କମ୍ ପ୍ରଭାବରେ। ତେବେ ଆସନ୍ତୁ ବର୍ତ୍ତମାନ ଆମେ ଜାଣିବା ଯେ ଜଣେ ମନୁଷ୍ୟ ବିନା ପାଣିରେ କେତେ ଦିନ ବଞ୍ଚି ରହିପାରିବ। ଦେଖନ୍ତୁ, ଏହାର ଉତ୍ତର ଅନେକ ସାଇଣ୍ଟିଫିକ୍ ରିସର୍ଚ୍ଚ ଏବଂ କିଛି ସତ୍ୟ ଘଟଣା ଉଦାହରଣ ଅନୁଯାୟୀ ସାଧାରଣ ଜଣେ ସୁସ୍ଥ ବ୍ୟକ୍ତି ବିନା ପାଣିରେ କେବଳ 3 ରୁ 5 ଦିନ ପର୍ଯ୍ୟନ୍ତ ହିଁ ବଞ୍ଚି ରହିପାରିବ। କିନ୍ତୁ ଜଣେ ଅସୁସ୍ଥ ବ୍ୟକ୍ତି ପାଇଁ ଏତେ ଦିନ ବଞ୍ଚି ରହିବା ମଧ୍ୟ ତା ପାଇଁ ବହୁତ କଷ୍ଟକର ହୋଇଥାଏ। ଆଉ କିଛି କିଛି ଥଣ୍ଡା ସ୍ଥାନ ଏମିତି ମଧ୍ୟ ରହିଥାଏ ଯେଉଁଠାରେ କିଛି ଲୋକେ 6 ରୁ 7 ଦିନ ପର୍ଯ୍ୟନ୍ତ ମଧ୍ୟ ସର୍ଭାଇଭ୍ କରିଦିଅନ୍ତି, କିନ୍ତୁ ଏହା କେବଳ କମ୍ କେସ୍ରେ ଦେଖିବାକୁ ମିଳିଥାଏ। ଏବଂ ଅନେକ ବର୍ଷ ପୂର୍ବରୁ ଜଣେ ବ୍ୟକ୍ତି 18 ଦିନ ପର୍ଯ୍ୟନ୍ତ ବିନା ଖାଦ୍ୟରେ ସର୍ଭାଇଭ୍ କରିଦେଇଥିଲା, କିନ୍ତୁ ସେ ପାଣିକୁ ଛାଡ଼ି ନଥିଲା, ପାଣିକୁ ୟୁଜ୍ କରୁଥିଲା। ଦେଖନ୍ତୁ, ଏଠାରେ ଆମେ ଗୋଟିଏ କଥା ଜାଣିଲେ ଯେ ବିନା ଖାଦ୍ୟରେ ଜଣେ ବ୍ୟକ୍ତି 30 ଦିନ ପର୍ଯ୍ୟନ୍ତ ବଞ୍ଚି ରହିପାରିବ, କିନ୍ତୁ ବିନା ପାଣିରେ 3 ରୁ 5 ଦିନ ରହିବା ମଧ୍ୟ ବହୁତ କଷ୍ଟ। ତାହେଲେ ଆମକୁ ଏହା ମଧ୍ୟ ଜାଣିବାକୁ ପଡ଼ିବ ଯେ ଆମକୁ କେତେ ମାତ୍ରାରେ ପାଣି ପିଇବା ଦରକାର, ଅର୍ଥାତ୍ ଆମ ଶରୀର ଗୋଟିଏ ଦିନରେ କେତେ ଜଳ ଆବଶ୍ୟକ କରିଥାଏ। ଦେଖନ୍ତୁ, ଏହା ଡିପେଣ୍ଡ କରିଥାଏ ଆପଣଙ୍କର ଏଜ୍, ଜେଣ୍ଡର ଏବଂ ଏକ୍ଟିଭିଟି ଲେଭଲ ଉପରେ। କିନ୍ତୁ ଜଣେ ଆଡଲ୍ଟ ପୁରୁଷକୁ ଗୋଟିଏ ଦିନରେ 3 ରୁ 3.5 ଲିଟର ଅର୍ଥାତ୍ 12 ରୁ 14 ଗ୍ଲାସ୍ ପାଣି ପିଇବା ଦରକାର ଏବଂ ଜଣେ ଆଡଲ୍ଟ ମହିଳାଙ୍କୁ ଗୋଟିଏ ଦିନରେ 2.5 ଲିଟରରୁ 3 ଲିଟର ଅର୍ଥାତ୍ 10 ରୁ 12 ଗ୍ଲାସ୍ ପାଣି ପିଇବା ଦରକାର। ଏବଂ ସାଧାରଣତଃ ଅଳ୍ପ ବୟସର ପିଲାମାନେ ଯେଉଁମାନଙ୍କର ବୟସ 8 ରୁ 13 ହେଇଥିବ ସେମାନେ ପ୍ରତ୍ୟେକ ଦିନରେ 1.5 ଲିଟରରୁ 2 ଲିଟର ପାଣି ନିଶ୍ଚୟ ପିଇବା ଜରୁରୀ। ଏବଂ ଯଦି କେହି ଗର୍ଭବତୀ ମହିଳା ଥିବେ ତାହେଲେ ସେମାନେ ଅଧିକ ପାଣି ପିଇବା ଦରକାର, ପାଖାପାଖି 3 ରୁ 3.5 ଲିଟର ପର୍ଯ୍ୟନ୍ତ। ଆଉ ଖରା ଦିନରେ କିମ୍ବା ଆପଣଙ୍କର ଏକ୍ସରସାଇଜ ପରେ, ଖାସ କରି ଜ୍ୱର ସମୟରେ ଅଧିକ ପାଣି ପିଇବା ଆମ ଶରୀର ପାଇଁ ବହୁତ ଜରୁରୀ ହୋଇପଡ଼ିଥାଏ। ଆଉ ପ୍ରତ୍ୟେକ ଦିନ ସକାଳୁ ଉଠିବା ମାତ୍ରକେ ସମସ୍ତେ ଗୋଟିଏ ଗ୍ଲାସ୍ ପାଣି ନିଶ୍ଚୟ ପିଅନ୍ତୁ ଏବଂ 1 ରୁ 2 ଘଣ୍ଟା ଗ୍ୟାପ୍ରେ ଟିକେ ଟିକେ ପାଣି ପିଅନ୍ତୁ। ଏବଂ ଅନେକ ଫ୍ରୁଟ୍ସ ଏମିତି ମଧ୍ୟ ରହିଛି ଯାହାକୁ ଯଦି ଆପଣ ଖାଇବେ କିମ୍ବା ତାହାର ଜୁସ୍ ପିଇବେ ତାହେଲେ ଏହା ଆପଣଙ୍କ ଶରୀରର ଜଳର ମାତ୍ରାକୁ ଭରପୁର କରିଥାଏ, ଯେମିତିକି ତରଭୁଜ, ଡାଳିମ୍ବ, ସପୁରି ପଣିସ, ପଇଡ଼ ଏହି ପ୍ରକାର ଅନେକ ଫଳ ପନିପରିବା ରହିଛି ଯାହାର ବ୍ୟବହାର କରି ଆପଣ ନିଜ ଶରୀରକୁ ସୁସ୍ଥ ରଖିପାରିବେ। ଆଉ ଯଦି କୌଣସି ବି ଉପାୟରେ ଆପଣ ଜଳକୁ ଇଗ୍ନୋର କରିବେ କିମ୍ବା ଜଳ କମ୍ ପିଇବେ
ତାହେଲେ ସେ ଆପଣଙ୍କ ଜୀବନକୁ ନଷ୍ଟ କରିଦେଇପାରେ, ଯାହାଦ୍ୱାରା ଆମକୁ ଅନେକ ସମସ୍ୟା ଦେଖାଯିବ। ଶେଷରେ ଆମେ ବହୁତ ହଇରାଣ ହେବା, ବହୁତ କଷ୍ଟ ପାଇବା, ଆଉ କେବେ କେବେ ଜଳ କମ୍ ହେବା କାରଣରୁ ମନୁଷ୍ୟକୁ ମୃତ୍ୟୁ ପର୍ଯ୍ୟନ୍ତ ମଧ୍ୟ ନେଇଯାଇଥାଏ। ତେଣୁ ଏସବୁ ହେବା ଆଗରୁ ନିଜକୁ ପାଣି ପ୍ରତି ଆକର୍ଷଣ କରନ୍ତୁ। ଯେତିକି ନିଜ ଶରୀର ପାଇଁ ଆବଶ୍ୟକ ସେତିକି ନିଶ୍ଚୟ ପିଅନ୍ତୁ। ଆଉ ଜଳକୁ ପିଇଲା ବେଳେ କେବେ ବି ଏକାଥରକେ ପିଅନ୍ତୁ ନାହିଁ। ଯେମିତି ଚା ପିଉଛନ୍ତି ସେମିତି ଆସ୍ତେ ଆସ୍ତେ ଟିକେ ଟିକେ ପିଅନ୍ତୁ, ଏବଂ ଖାଦ୍ୟ ଖାଇବାର କିଛି ସମୟ ପରେ ହିଁ ପାଣିକି ପିଅନ୍ତୁ, ଯାହାଦ୍ୱାରା ଆମର ଲାଭ ହେବ ଏବଂ ଆମେ ସବୁବେଳେ ଡିହାଇଡ୍ରେସନ୍ ଠାରୁ ମୁକ୍ତ ପାଇ ଆମ ଜୀବନରେ ଖୁସିରେ ରହିପାରିବା। ଆଉ ଗୋଟିଏ ବହୁତ ଗୁରୁତ୍ୱପୂର୍ଣ୍ଣ କଥାକୁ ମଧ୍ୟ ଜାଣି ରଖନ୍ତୁ ଯେ ଆପଣ ଯେତେବେଳେ ବି ପାଣିକି ପିଉଛନ୍ତି କେବେ ବି ଠିଆ ହୋଇ ପିଅନ୍ତୁ ନାହିଁ। ସବୁବେଳେ ଚେଷ୍ଟା କରନ୍ତୁ କିପରି ବସିକି ପିଇବା ପାଇଁ, କାରଣ ବସିକି ପାଣି ପିଇବା ଦ୍ୱାରା ଆମର ଡାଇଜେଷ୍ଟିଭ୍ ସିଷ୍ଟମ୍ ଠିକ୍ରେ କାମ କରିଥାଏ। କିନ୍ତୁ କେମିତି ଦେଖନ୍ତୁ, ଆମେ ଯେତେବେଳେ ବି ବସିକି ପାଣି ପିଉଛେ ତାହା ଆସ୍ତେ ଆସ୍ତେ ଆମ ଶରୀର ଭିତରକୁ ଯାଇଥାଏ, ଯାହାଦ୍ୱାରା ଡାଇଜେଷ୍ଟିଭ୍ ସିଷ୍ଟମ୍ ତାହାକୁ ସ୍ମୁଥଲି କାମ କରିଥାଏ। ଆଉ ଠିଆ ହୋଇ ପାଣି ପିଇବା ଦ୍ୱାରା ଡାଇଜେଷ୍ଟିଭ୍ ସିଷ୍ଟମ୍ ଠିକ୍ରେ କାମ କରିନଥାଏ, କାରଣ ଠିଆ ହୋଇ ଆମେ ଯଦି ପାଣି ପିଇବା ତାହେଲେ ତାହା ଆମ ଶରୀର ଭିତରକୁ ଅତି ଶୀଘ୍ର ତଳକୁ ଖସି ଯାଇଥାଏ, ଆଉ ଯାହାଦ୍ୱାରା ଡାଇଜେଷ୍ଟିଭ୍ ସିଷ୍ଟମ୍ ତାହା ଠିକ୍ରେ କାମ କରିପାରିନଥାଏ। ଏବଂ ବସିକି ପାଣି ପିଇବା ଦ୍ୱାରା ଆମର କିଡନୀ ମଧ୍ୟ ଭଲ ରହିଥାଏ, କାରଣ ବସିକି ପାଣି ଯଦି ଆମେ ପିଇବା ତାହେଲେ ପାଣିକୁ ଫିଲ୍ଟର କରିବା ପାଇଁ କିଡନୀକୁ ଯଥେଷ୍ଟ ସମୟ ମିଳିଥାଏ। ଆଉ ଠିଆ ହୋଇ ପାଣି ପିଇବା ଦ୍ୱାରା କିଡନୀକୁ ଠିକ୍ ସମୟ ମିଳିନଥାଏ, ଯାହାଦ୍ୱାରା କିଡନୀ ଖରାପ ହେବାର ଅଧିକ ସମ୍ଭାବନା ରହିଥାଏ ଏବଂ ଆମର ଜଏଣ୍ଟସ୍ ଏବଂ ନର୍ଭସ୍ ଉପରେ ମଧ୍ୟ ଖରାପ ଇମ୍ପାକ୍ଟ ପକାଇଥାଏ ଯଦି ଆମେ ପାଣିକୁ ଠିଆ ହୋଇ ପିଇବା। ନଚେତ୍ ବସିକି ପିଇବା ଦ୍ୱାରା ଏହା ଉପରେ କିଛି ବି ପ୍ରଭାବ ପଡ଼ିନଥାଏ। ଏବଂ ଏସିଡିଟି ଏବଂ ଗ୍ୟାସ୍ ଠାରୁ ଯଦି ଆପଣ ସବୁଦିନ ପାଇଁ ବଞ୍ଚିକି ରହିବା ପାଇଁ ଚାହାନ୍ତି ତାହେଲେ ପାଣିକୁ ବସିକି ହିଁ ପିଅନ୍ତୁ। ଆଉ ବସିକି ପାଣି ପିଇବା ଦ୍ୱାରା ଅନେକ ସମସ୍ୟା ଠାରୁ ଆପଣ ବଞ୍ଚିତ ରହିବେ, ଯାହାଦ୍ୱାରା ଆମ ଶରୀର ସୁସ୍ଥ ରହିବା ସଙ୍ଗେ ସଙ୍ଗେ ଆମେ ସବୁବେଳେ ଆନନ୍ଦରେ ରହିବା। ଭିଡ଼ିଓ ଶେଷ କରିବା ପୂର୍ବରୁ ଆପଣ ସମସ୍ତଙ୍କୁ ଗୋଟିଏ ଛୋଟ ଅନୁରୋଧ, ଯେଉଁମାନେ ବି ଜଳକୁ ୟୁଜ୍ କରୁଛନ୍ତି ସେମାନେ ଏହାକୁ ଜାଣିବା ବେଶୀ ଜରୁରୀ ଯେ ଜଳ ଆମ ପାଇଁ ଯେତିକି ଜରୁରୀ ସେତିକି ହିଁ ୟୁଜ୍ କରିବା, ଅନ୍ୟଥା ଜଳକୁ ବିନା କୌଣସି କାରଣରେ ନଷ୍ଟ କରିବା ନାହିଁ। କାରଣ ଏମିତି ଆମ ଦୁନିଆରେ ଅନେକ ସ୍ଥାନ ରହିଛି ଯେଉଁଠାରେ ଲୋକମାନେ ବହୁତ ହଇରାଣରେ ଅଛନ୍ତି, ଜଳ ପାଇଁ ସଂଘର୍ଷ କରୁଛନ୍ତି, ଆଉ ସେମାନେ ଜଳକୁ ଆଣିବା ପାଇଁ ବହୁତ ଦୂରକୁ ମଧ୍ୟ ଯାଇଥାନ୍ତି, ନିଜର ଆବଶ୍ୟକତାକୁ କଷ୍ଟମଷ୍ଟେ ପୂରଣ କରିଥାନ୍ତି, କାରଣ ସେମାନେ ଜାଣିଛନ୍ତି ଯେ ଏକ ବୁନ୍ଦା ଜଳର ମୂଲ୍ୟ କ'ଣ। ଆଉ ଯଦି ଜଳ ଆମ ପାଖରେ ଥିବା ସମୟରେ ଆମେ ଏହାକୁ ବୁଝିପାରିବା ତାହେଲେ ଆମେ କେବେ ବି ଜଳକୁ ବୃଥାରେ ନଷ୍ଟ କରିବା ନାହିଁ। ତେଣୁ ଜଳର ସଦୁପଯୋଗ କରନ୍ତୁ। ତ ଆଜିର ଏହି ଭିଡ଼ିଓରେ କେବଳ ଏତିକି। ଯଦି ଆପଣଙ୍କୁ ଏ ଭିଡ଼ିଓଟି ଭଲ ଲାଗିଥାଏ କିମ୍ବା ଏ ଭିଡ଼ିଓ ଦ୍ୱାରା ଯଦି ଆପଣ କିଛି ବି ଜାଣିବାକୁ ପାଇଥିବେ ତାହେଲେ ଏହାକୁ ଗୋଟିଏ ଲାଇକ୍ କରନ୍ତୁ ଏବଂ ନିଜର ସାଙ୍ଗସାଥି ତଥା ପରିବାର ସଦସ୍ୟଙ୍କୁ ଏ ଭିଡ଼ିଓ ସେୟାର କରନ୍ତୁ, ଯାହାଦ୍ୱାରା ସେମାନେ ମଧ୍ୟ ଜଳର ଆବଶ୍ୟକତାକୁ ବୁଝିପାରିବେ ଏବଂ ନିଜ ଶରୀରକୁ ସୁସ୍ଥ ରଖିପାରିବେ। ଏବଂ ନିଜର ମତାମତ ନିଶ୍ଚୟ ଦିଅନ୍ତୁ କମେଣ୍ଟ ମାଧ୍ୟମରେ। ଏବଂ ଯଦି ଆପଣ ପ୍ରଥମ ଥର ପାଇଁ ଏହି ଚ୍ୟାନେଲକୁ ଦେଖୁଛନ୍ତି ତାହେଲେ ବ୍ରେନ୍ ବିକାଶ ୟୁଟ୍ୟୁବ୍ ଚ୍ୟାନେଲକୁ ଏବେ ହିଁ ସବସ୍କ୍ରାଇବ୍ କରନ୍ତୁ ଏବଂ ଏହାର ସମସ୍ତ ଭିଡ଼ିଓକୁ ସମ୍ପୂର୍ଣ୍ଣ ମାଗଣାରେ ଦେଖିବାର ହାତଛଡ଼ା କରନ୍ତୁ ନାହିଁ। ଆଗାମୀ ଭିଡ଼ିଓରେ ପୁଣି ଦେଖା ହେବା ଆଉ ଗୋଟିଏ ଇଣ୍ଟରେଷ୍ଟିଂ ଟପିକ୍ ସହ। ଧନ୍ୟବାଦ।